ओम शांति। आज 22/4/2026 साकार महावाक्य। मधुर संतान माने तुमे माने सठिक भावरे बाबांकर स्मृति रे रुह, तेबे तुमर चेहरा सर्वदा चमकदार एवं खुशीबासिया होई रहिब। प्रश्न, जोगरे बसिबार विधि कौन तथा एहा द्वारा कौन कौन लाभ होइथाय? उत्तर, जेतेबेले जोग करिया पई बसुछ सेतेबेले बुद्धि द्वारा सबु कर्मधंदा आदिर पंचायत को भूली निजको देही अर्थात आत्मा बोली भाव। कारण देह एवं देहर संबंध गुड़िकर जाल बहुत बड़ अटे। ସେହି ଜାଲରୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଦେହ ଅଭିମାନରୁ ଊର୍ଦ୍ଧ୍ୱକୁ ଚାଲିଯାଅ। ଅର୍ଥାତ୍ ନିଜେ ମରିଗଲେ ତୁମ ପାଇଁ ଦୁନିଆ ମରିଗଲା। ବଞ୍ଚିଥିବା ଅବସ୍ଥାରେ ସବୁକିଛି ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ। ଏହା ହିଁ ହେଉଛି ଅଶରୀରୀ ଅବସ୍ଥା। ଏହାଦ୍ୱାରା ଆତ୍ମାର କଳଙ୍କି କମ୍ ହୋଇଯାଇଥାଏ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନମ୍ବର, ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶରେ ଚାଲି ନିଜର ଉନ୍ନତି କରିବାକୁ ହେବ। ଏକମାତ୍ର ବାବାଙ୍କ ସହିତ ସଚ୍ଚା ପ୍ରୀତି ରଖିବାକୁ ହେବ। ବାବାଙ୍କ ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରିବାକୁ ହେବ ଏବଂ ଭୋଜନ ଗ୍ରହଣ କରିବାକୁ ହେବ। 2 ନମ୍ବର, ଆଧ୍ୟାତ୍ମିକ ବତୀଘର ହୋଇ ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତିର ରାସ୍ତା ବତାଇବାକୁ ହେବ। ବାବାଙ୍କ ଭଳି କଲ୍ୟାଣକାରୀ ନିଶ୍ଚିତ ହେବାକୁ ପଡ଼ିବ। ଆଜିର ବରଦାନ, ଈଶ୍ୱରୀୟ ଗରିମାମୟ ସ୍ଥିତିରେ ସ୍ଥିତ ରହି ପ୍ରତ୍ୟେକ କର୍ମକୁ ଉତ୍କୃଷ୍ଟ ରୂପରେ କରୁଥିବା ସର୍ବ ଦୁଶ୍ଚିନ୍ତାଠାରୁ ମୁକ୍ତ ଭବ। ସର୍ବଦା ଏହି ଈଶ୍ୱରୀୟ ଗାରିମାରେ ରୁହ ଯେ ମୁଁ ବାପଦାଦାଙ୍କର ଜ୍ୟୋତିରୂପକ ରତ୍ନ ଅଟେ। ମୋର ନୟନରେ ବା ଦୃଷ୍ଟିରେ କୌଣସି ବି ଜିନିଷ ସ୍ଥାନ ପାଇପାରିବ ନାହିଁ। ଏହିଭଳି ଗରିମାମୟ ସ୍ଥିତିରେ ରହିବା ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ଚିନ୍ତନ ସ୍ୱତଃ ହିଁ ସମାପ୍ତ ହୋଇଯିବ। କୌଣସି ବି ପ୍ରକାରର ଅଭିଯୋଗ ରହିବ ନାହିଁ। ଯେଉଁମାନେ ଯେତିକି ନିଜର ଉଚ୍ଚ ଗରିମାମୟ ସ୍ଥିତିରେ ସ୍ଥିତ ହୋଇ ରହିଥାନ୍ତି ସେମାନଙ୍କୁ ସେହି ଅନୁସାରେ ସମ୍ମାନ ମଧ୍ୟ ସ୍ୱତଃ ମିଳିଥାଏ ଏବଂ ସେମାନଙ୍କର ପ୍ରତ୍ୟେକ କର୍ମ ଅତି ଉତ୍କୃଷ୍ଟ ହୋଇଥାଏ। ସ୍ଲୋଗାନ, ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ତାଙ୍କୁ କୁହାଯିବ ଯିଏ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରିଦେଉଥିବେ। ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ତାଙ୍କୁ କୁହାଯିବ ଯିଏ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରିଦେଇଥିବେ। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ତୁମମାନଙ୍କର ପ୍ରତ୍ୟେକ ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ରହିବା ଉଚିତ। ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ ସାଧାରଣ ହେବା ଉଚିତ ନୁହେଁ। ଏହା ହିଁ ହେଉଛି ମହାନତା ଏବଂ ଏହା ହିଁ ହେଉଛି ନବୀନତା। ମଧୁର ବାଣୀ, ମଧୁର ସଂସ୍କାର ଏବଂ ମଧୁର ସ୍ୱଭାବ ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ମୁଖ ମିଠା କରାଇ ଚାଲ। ସର୍ବଦା ଅଥକ ଅର୍ଥାତ୍ ଅକ୍ଳାନ୍ତ ଭବ ଏବଂ ମଧୁର ଭବର ବରଦାନ ଦ୍ୱାରା ଆଗକୁ ବଢ଼ିଚାଲ ଏବଂ ଉଡ଼ିଚାଲ। ଇଚ୍ଛା। ଓମ୍ ଶାନ୍ତି।